नमस्कार। गुड मॉर्निंग। जय आरसीएम। आपण मानक बहुत बहुत धन्यवाद। आशा करुच्ची आपण माने समस्ते बहुत भलरे थिबे, खुशी थिबे, परिवार बहुत आनंद रे थिबो। आज गुरुकुल बहुत महत्वपूर्ण सेशन आज। गुरुकुल 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 ର ଭିଡିଓ କୁ ଆଜି ଯେତେ ଥର ବି ଶୁଣିବା ସେତେ ଥର ବି ବହୁତ କମ ହେଇଯିବ, କାରଣ ଆଜି ବହୁତ ମହତ୍ୱପୂର୍ଣ୍ଣ କଥା ଟିସି ସାର୍ ଆଜି ଆମକୁ କହିଲେ। ତ ପ୍ରତ୍ୟେକଟି ୱାର୍ଡ ଆମ ପାଇଁ, ଆମ ଜୀବନକୁ ପରିବର୍ତ୍ତନ କରିବା ପାଇଁ, ନା କେବଳ ଆରସିଏମ କୁ ବଢେଇବା ନୁହେଁ, ଆମ ଜୀବନକୁ ବହୁତ ବଡ଼ ପରିବର୍ତ୍ତନ କରିବା ପାଇଁ, ଆମ ପରିବାରକୁ ସଂସ୍କାରିତ କରିବା ପାଇଁ, ଆମେ ନିଜେ ସଂସ୍କାରିତ ହେବା ପାଇଁ ବହୁତ ସାରା ପ୍ରେରଣା ଆଜି ଆମକୁ ମିଳିଲା। ତ ଜୀବନରେ ଯଦି ଆମକୁ ଗ୍ରୋଥ ଦରକାର ଅଛି, ତ ଆମକୁ ଗୁରୁକୁଳ ଆସିବା ନିହାତି ଜରୁରୀ। ଆମ ବିଚାରର ପରିବର୍ତ୍ତନ, ଆମ ଚିନ୍ତାଧାରାର ପରିବର୍ତ୍ତନ, ମ୍ୟାକ୍ସିମମ୍ ମ୍ୟାକ୍ସିମମ୍ରୁ ମ୍ୟାକ୍ସିମମ୍ ସାଥୀଙ୍କୁ ଯଦି ଗୁରୁକୁଳକୁ ଆମେ ଇନଭାଇଟ୍ କରିବା, ତାହେଲେ ଆପଣଙ୍କ ଟିମ୍ ବି ବହୁତ ଭଲ ସଂସ୍କାରିତ ବି ହେଇଯିବ, ଆଉ ଆଗକୁ ବି ବହୁତ ଭଲ ତାଙ୍କର ବିଚାରଧାରାର ବହୁତ ବଡ଼ ପରିବର୍ତ୍ତନ ବି ହେଇଯିବ। ତ ସେଥିଲାଗି ଗୁରୁକୁଳର ମହତ୍ଵ ନିଜେ ବୁଝି ଟିମ୍କୁ ବୁଝେଇବା ନିହାତି ଜରୁରୀ। ପ୍ରତ୍ୟେକ ଦିନ ଆମେ କିଛି ନା କିଛି ସାଥୀଙ୍କୁ ଯଦି ଆମେ ଗୁରୁକୁଳକୁ ଇନଭାଇଟ୍ କରିବା, ତ ସେ ଗୁରୁକୁଳକୁ ଦେଖିକି ଲୋକମାନଙ୍କର ବିଚାରର ପରିବର୍ତ୍ତନ ହବ। ଯୋଉଟା ସେ ଚିନ୍ତା କରୁଛନ୍ତି ସେଇଟାକୁ, ତାଙ୍କର ବିଚାରର ଯଦି ପରିବର୍ତ୍ତନ ହେଇଗଲା, ତାହେଲେ ଆପଣଙ୍କ ଟିମ୍ ବି ବହୁତ ଭଲ ସଶକ୍ତ ବି ହେଇଯାଇପାରିବ। ଓକେ। ଆଜି ବହୁତ ସାରା କଥା ବି ଡିସ୍କସନ ହେଲା, ଯେମିତି ଆବିଷ୍କାରକ କଥା ବି ଡିସ୍କସନ ହେଲା, ସେବା କେନ୍ଦ୍ରକୁ ଠିକ କରିବା ଉପରେ ବି ଡିସ୍କସନ ବି ହେଲା। ନିଜକୁ ନିଜେ ମୂଲ୍ୟାଙ୍କନ କରିବା ନିହାତି ଜରୁରୀ। ଆମେ ଯାହା କରୁଛେ ତା ଦେହରୁ ରେଜଲ୍ଟ ଯାହା ମିଳୁଛି, ତ କଣ ଆମର କମ ରହିଯାଉଛି, ତାକୁ ନିଜକୁ ନିଜେ ମୂଲ୍ୟାଙ୍କନ କରିବା ନିହାତି ଜରୁରୀ। ଆଉ ପ୍ରତ୍ୟେକ କାର୍ଯ୍ୟକୁ ସେବା ସେବା ଭାବରେ ଆମେ କରିବା ନିହାତି ଜରୁରୀ। ବିନା ସେବାରେ ଆମେ କିଛି ଆରସିଏମ ଚିନ୍ତା ହିଁ କରିପାରିବା ନାହିଁ। ଆମେ ସେବା କାର୍ଯ୍ୟ ହିଁ କରିକି ଆମେ କରିପାରିବା। କାଲି ମାଷ୍ଟର କପି କୁହାହେଇଥିଲା, ଆପଣମାନେ ସମସ୍ତେ ଆମେ ମାନେ ମାଷ୍ଟର କପି ତ ନିଶ୍ଚୟ କରିଥିବା, ଡାଏରୀର ଉପର ପେଜରେ ରଖିଥିବା। ଆଉ ତା ସହିତ ତାର ଗୋଟେ ଛୋଟ ମାନେ ପକେଟ ପକେଟ ଡାଏରୀ ବି ଲେଖିଥିବା। ତ ଏଥିରେ ଆମେ କେବଳ ଅ, ନିଜର ସଫଳତା ଉପରେ ଚିନ୍ତା ନ କରିକି ଆମେ ସାମାଜିକ କ୍ରାନ୍ତିକୁ ବଢେଇବା, ତ ତା ଉପରେ ବିଚାର କରିବା ନିହାତି ଉଚିତ। ଆଉ ଦୁନିଆରେ ବହୁତ ସାରା ଲୋକ ଅଛନ୍ତି, ଭଲ କହିବେ ମନ୍ଦ କହିବେ, ବହୁତ ସାରା ଭଲ ଦେଖା ହଉଥିବା ଲୋକ ବି ତାଙ୍କ ମନ ଭିତରେ ବହୁତ ବହୁତ ଖରାପ ଥିବ। ତ ଆମକୁ ତାର ବିଚାର ବି ଆମକୁ ନିହାତି ନିଜକୁ କରିବା ଦରକାର। ତ ଭଲ ଭଲ କଥା କହୁଥିବେ, ଭଲ ଦେଖା ହଉଥିବେ, କରୁଥିବେ, ଆପଣ ଭାବିବେ ଯେ ସେ ଯାହା କହୁଛି ଠିକ କହୁଛି, କିନ୍ତୁ ତାର କିଛି ଉଦ୍ଦେଶ୍ୟ ବି ଖରାପ ଥିବ। ତ ତାକୁ ବି, ଭଲ ମନ୍ଦକୁ ବିଚାର କରିକି ଆମକୁ ଆଗକୁ ବଢେଇବା ହଉଛି ନିହାତି ଦରକାର। ତ ସବୁଠୁ ବଡ଼ ପ୍ରଥମ କଥା ଯେ ସେବା ଭାବ ମନୋବୃତ୍ତି ରଖିକି ଆମେ କାମ ଯଦି କରିବା, ତାହେଲେ ଆରସିଏମ ରେ ସଫଳ ହେଇଯାଇ ପାରିବା। ଆଉ ମୋର ଏତେ ଦିନର କ୍ୟାରିୟର ଭିତରେ ମୁଁ ବି କହିବାକୁ ଚାହୁଁଛି ଯେ ଯଦି ଇଏ କାର୍ଯ୍ୟକୁ, ମୋ ସାଙ୍ଗରେ ଅମୀୟ ବାବୁ ବି ଅଛନ୍ତି, ସାହୁ ଭାଇ ବି ଅଛନ୍ତି, ପୁରୁଣା ବହୁତ ସାରା ସାଥୀ ବି ଅଛନ୍ତି, ମତେ ବି ଦେଖୁଛନ୍ତି, ଯେ ଯଦି ଇଏ କାର୍ଯ୍ୟକୁ ସେବା ଭାବ ସହିତ ଯଦି ଆମେ ନ କରୁଛେ, ବହୁତ ସାରା ସାଥୀ ଆଜି ବି ଆମ ସାଙ୍ଗରେ ନାହାନ୍ତି। କାହିଁକି ନା ଏ କାମକୁ ଗୋଟେ ସେବା ଭାବର ମନୋବୃତ୍ତି ନେଇକି କରୁନାହାନ୍ତି। ଅନ୍ୟର ଉପକାର କେମିତି ହବ, ଅନ୍ୟର ମଙ୍ଗଳ କେମିତି ହବ, ଅନ୍ୟ ଲୋକ କେମିତି ଭଲରେ ରହିବ, ତ ସବୁବେଳେ ନିଜର ବ୍ୟବସାୟ 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 ହେଲେ ହବନି। କିନ୍ତୁ ଏକୁ ସେବା ଭାବ ନେଇକି କଲେ, ତ ଆରସିଏମ ରେ ଆମେ ସବୁଦିନେ ଆମେ ରହିପାରିବା। ଆଉ ଆରସିଏମ ଦ୍ୱାରା ଆମ ଜୀବନର ବି ଗ୍ରୋଥ ହେଇପାରିବ, ଆମ ପରିବାରର ବି ଗ୍ରୋଥ ହେଇପାରିବ, ଆମ ସ୍ୱାସ୍ଥ୍ୟରେ ବି ଭଲ ରହିପାରିବ। ତ ଆମେ ଆଗକୁ ବହୁତ ଭଲ ବଢିପାରିବା। ଓକେ। ଆଜି ଗୁରୁକୁଳରୁ କଣ ଶିଖିଲେ ଆମେ, ଫାଷ୍ଟ ଷ୍ଟାର୍ଟ କରିବା ଅମୀୟ ବାବୁଠୁ। ସାର୍ ନମସ୍କାର ସାର୍। ହ୍ୟାଲୋ ସାର୍, କୁହନ୍ତୁ। ନମସ୍କାର ସମସ୍ତଙ୍କୁ। ହାର୍ଦ୍ଦିକ ଅଭିନନ୍ଦନ। ଜୟ ଆର୍ସିଏମ୍। ଆଜିର ଗୁରୁକୁଳ ଯାହା ହେଲା,
ସବୁଦିନ ତ ଗୁରୁକୁଳ ଭିନ୍ନ ହଉଛି, ଆଜି ବି ତାର ଏକ ଭିନ୍ନତା ଦେଖେଇଲେ ଟିସିଜି। ଯୋଉ କଥା ବି ଆପଣ ଆମେ କହିବା କଥା ଆପଣ ତାକୁ ତ ଆଲୋଚନା କରିଦେଲେ। ଆଉ ବଡ କଥା ହଉଛି ଭିନ୍ନତା କଣ, କାଲିର ଯୋଉ ମାଷ୍ଟର ଡାଇରୀ ଆଉ ଛୋଟ ଯୋଉ ଡାଇରୀ ପକେଟରେ ରହିବା କଥା, କାଲି ଅବଶ୍ୟ ମୁଁ କରିଥିଲି କିନ୍ତୁ ଏତେଟା ସକ୍ସେସ୍ ମୁଁ ପାଇପାରିଲିନି ସମୟ ଅଭାବ ହେତୁ। ତ ସେଥିପାଇଁ ଆଜି କଣ କରିବି ସେଥିପାଇଁ ମୁଁ ବ୍ୟସ୍ତ ଅଛି, କାଲିର ଆଜିଠୁ ମିଶେଇକି। ତ ତା ପୂର୍ବରୁ ଯାହା କରିବା କଥା ଆଜି ଟିସିଜି କହିଲେ, ଆଉ ଶେଷରେ ଯୋଉ ଗୀତ ବୋଲିଦେଲେ ଯୋଉ ଆମର ରାଣୀ ଗୀତ ଭଳି, ଯେ ନିଜେ ଦୀପ ହେଇ ଜଳିକିରି ଆଲୋକ ଲିଭାଇ ପଡିବ, ସେବା ଅନୁଭୂତି ନେଇ ଫିଲ୍ଡ କି ଉଠିବାକୁ ପଡିବ। ଆଉ ଆପଣଙ୍କ ଭାଷାରେ ଯେ କି ପଥରଟା ମାଡ ଖାଇଗଲେ ଯେ ଛିଡିଗଲା, ସେ ପାହାଚ ହେଇଗଲା, ଯେ ମାଡ ଖାଇକିରି ରହିଗଲା ସେ ମୂର୍ତ୍ତି ହେଇଗଲା। ତେଣୁ ଏମିତି ତ ଜୀବନ କାଳ ଭିତରେ, ସାମାଜିକ କାଳ ଭିତରେ ଆମେ ଏମିତି ତ ବହୁତ ଝଡ଼ଝଞ୍ଜାର ସମ୍ମୁଖୀନ ହେଇଛେ, କିନ୍ତୁ ଏଠି ସେବା ମନୋବୃତ୍ତି ନେଇ କାମ କଲା ପରେ ସେ ଝଡ଼ଝଞ୍ଜା ଆମକୁ ଲାଗୁନି, ମତେ ବି ଲାଗୁନି କିଏ କଣ କହିଲା, କିଏ ଗାଳି ଦେଲା, କିଏ ପଛରେ କଣ କହୁଛି, ସେଠି ମତେ ଆଜି ବି ଲାଗୁନି। କାହିଁକି ନା ମୋ ମୁଣ୍ଡ ଭିତରେ ପଶିଯାଏ, ମୁଁ ଆସିଛି କିଛି ପରିବର୍ତ୍ତନ କରିବାକୁ ଯାଉଛି, ଯିଏକି ମୁଁ ଜଣେ ସେବକ ଆରସିଏମ ର। ଆଉ ଆପଣ ମାନଙ୍କର ଯୋଉ ଗୁରୁତ୍ୱପୂର୍ଣ୍ଣ ଭାଷଣ ବା ଉପଦେଶ ସେଠି ମଧ୍ୟ ଗଲାବେଳେ ଫିଲ୍ଡରେ ବି ମନକୁ ଆସେ। ଆଉ ଫିଲ୍ଡ ଯିବା ପୂର୍ବରୁ ଯେମିତି କହୁଥିଲି, ଆଜି ବି ସେମିତି ଡ୍ରେସ କୋଡ ସହିତ ଆମେ ସେବା ମନୋବୃତ୍ତି କରିବାକୁ ଯାଉଛେ ନାଇଁ, ଯାହା ଗୋଟେ ବାଟରେ ପାଇଲେ ପିନ୍ଧି ଯିବା, ନିଜର ଲୁକ୍ ତିଆରି କରିବାକୁ ପଡିବ। ପ୍ରଡକ୍ଟ ଉପରେ ଯୋଉ ପ୍ରଡକ୍ଟ ନଲେଜ ଅଛି, ନଲେଜ ଏକ୍ସଟ୍ରା ପ୍ରଡକ୍ଟ ଉପରେ ନଲେଜ ନବାକୁ ପଡିବ। ଆଉ ସାଥିରେ କୋଉ ପ୍ରଡକ୍ଟ କାହାକୁ ଦେଲେ ଚଳିବ ସେଇଟାକୁ ମଧ୍ୟ ଆପଣଙ୍କ ଜଜମେଣ୍ଟ ରଖିବାକୁ ପଡିବ, ଏକ୍ସଟ୍ରା ପ୍ରଡକ୍ଟକୁ ସେଲ୍ କରିବାକୁ ପଡିବ। ତେଣୁ ମୋ ମତରେ ଆଉ ଗୋଟେ ମୁଁ ଯୋଡି ଦଉଛି, ଏସବୁ ତ ସେବା ତ ଗୋଟେ ପାଖରେ ରହିି ଯିବାକୁ ପଡିବ, କିନ୍ତୁ ସମସ୍ତେ ଆମର ଗୁରୁଜୀ ଗୁରୁ, କିନ୍ତୁ ବେଷ୍ଟ ଗୁରୁ ବିଶେଷ ମତରେ ଫିଲ୍ଡ ହଉଛି ଆମର ଗୁରୁ। ଫିଲ୍ଡ ଯେପର୍ଯ୍ୟନ୍ତ ଆମେ ଯାଇନେ, ଫିଲ୍ଡ ଉପରେ ଯେପର୍ଯ୍ୟନ୍ତ ଆମର ଏକ୍ସରସାଇଜ ନ ହେଇଛି, ଫିଲ୍ଡ ଉପରେ ଯେମିତି ଆମେ କିଛି ଲୋକ ଆମକୁ କହିନାହାନ୍ତି ଯେ ଆମେ ଏ କଣ କରୁଛୁ ବୋଲି, ସେପର୍ଯ୍ୟନ୍ତ ଆମର ସକ୍ସେସ୍ ଆମେ ହେଇନି ବୋଲି ମୁଁ ଭାବୁଛି। ତେଣୁ ଫିଲ୍ଡ ଉପରେ ବାର ବାର ଗତିଶୀଳ ବଢେଇବାକୁ ପଡିବ, ପ୍ରଡକ୍ଟ ଉପରେ ନଲେଜ ବଢେଇବାକୁ ପଡିବ। ତା ସହିତ ଗୋଟେ ଜୀବନର ଗୋଟେ ଅଭିନ୍ନ ଅଙ୍ଗ ଯୋଉ ଛଅଟା ତ ଜଏନ କରିବାକୁ ପଡେ, ନହେଲେ ତ ମିଳିବନି। ଛଅଟା ବେଳେ ବେଳେ ତ ଡାଇଭର୍ଟ ହେଇଯାଏ। 6ଟାରୁ 8ଟା ମୁଁ କହିଦେଇଛି, କୌଣସି କାମ କରନ୍ତୁନି, କାମ କରିଥିଲା ଭିତରେ ମାଇଣ୍ଡ ଟାକୁ ଗୁରୁକୁଳ ଭିତରେ ରଖନ୍ତୁ। ଆଉ ଯଦି ବି ରହି ନ ପାରୁଛନ୍ତି, 7:30 ବେଳକୁ 8ଟା ପର୍ଯ୍ୟନ୍ତ ଆପଣ ରୁହନ୍ତୁ। ଆଉ ବି ଯଦି ନ ରହିପାରୁଛନ୍ତି, ଯେତେବେଳେ ଆପଣ ସମୟ ମିଳୁଛି, ଜଞ୍ଜାଳ ଭିତରେ କିଏ କୋଉଦିନ ରହିପାରୁନି, ତାକୁ ମଝିରେ ଦେଖି ଦିଅନ୍ତୁ। ଆମର ଯୋଉ 8ଟା ବେଳେ ଯୋଉ ଆଲୋଚନା ହଉଛି, ସେ ବିଷୟରେ ମଧ୍ୟ ଟିକେ ଗୁରୁକୁଳରେ ଆଲୋଚନା ହେଲେ ଭଲ ହୁଅନ୍ତା। ମତ ହଉଛି ଏତିକି। ହଉ, ରହୁ ସାର୍, ନମସ୍କାର, ଜୟ ଆସନ୍। ଓଭର ଟୁ ଶତପଥ ସାର୍। ଓକେ, ଥ୍ୟାଙ୍କ ୟୁ, ବହୁତ ବଢିଆ କଥା। ସାହୁ ଭାଇ ଅନମ୍ୟୁଟ କରନ୍ତୁ। ତ ବହୁତ ବଢିଆ ଆଲୋଚନା ହେଲା। ସୁପ୍ରଭାତ ସମସ୍ତଙ୍କୁ। ଆଜି ଯୋଉ ଆଲୋଚନା ହେଲା, ନିଜକୁ ନିଜେ ମୂଲ୍ୟାଙ୍କନ କରିବା। କାଲି ତ ଆମେ ଆଲୋଚନା କରିଥିଲେ ଡାଇରୀ, ପକେଟ ଡାଇରୀ ଏବଂ ଡାଇରୀର ମେନ୍ ମାଷ୍ଟର ଡାଇରୀ। ତା ସହିତ ଆମକୁ ଫିଲ୍ଡକୁ ଯିବା ଦରକାର। ଫିଲ୍ଡ ଗଲି ନିଜର ମୂଲ୍ୟାଙ୍କନ ନିଜେ, ଆଉ ନିଜ ଡ୍ରେସ୍ କୋଡ୍ ହଉଛି ନିଜର ଅଫିସ। ଯଦି ଆମେ ଏଇଟାକୁ କାର୍ଯ୍ୟରେ ଲଗେଇବା, ଆଉ ଡେଲି ପ୍ଲାନ୍ ଦେଖେଇବା, ପ୍ରଡକ୍ଟ ଉପରେ ନଲେଜ ନବା, ଆଉ ନିଜକୁ ନିଜେ ମୂଲ୍ୟାଙ୍କନ କରିବା, ଆଉ ନିଜେ ସୁସ୍ଥ ବି ରହିବା। ନା ସମାଜ ଯେତେବେଳେ ଆମେ ଫିଲ୍ଡକୁ ଯିବା, ଯଦି ନିଜେ ସୁସ୍ଥ ନଥିବା, ତାହେଲେ ସିଏ କହିବେ ଆପଣ ତ ସୁସ୍ଥ ନାହାନ୍ତି, ଆମକୁ କଣ ସୁସ୍ଥ ରଖିବେ। ତେଣୁ ନିଜକୁ ନିଜେ ସୁସ୍ଥ ରଖିବା ପାଇଁ ହେଲେ ନିଜକୁ ନିଜେ ମୂଲ୍ୟାଙ୍କନ କରିବା ଆଉ ସୁସ୍ଥ ରହିବା, ଇଏ ହଉଛି ମୁଖ୍ୟ କାମ। ଟିସି ସେଇ କଥା ବାରମ୍ବାର କହିଲେ ଯେ ଯଦି ଆମେ ନିଜକୁ ନିଜେ ମୂଲ୍ୟାଙ୍କନ ନ କରିବା, ତାହେଲେ ଆମେ ସକ୍ସେସ୍ ହବାନି। ଆଉ ଫିଲ୍ଡକୁ ଯିବା, ଯାହାକୁ ଜଏନିଂ କରିବା ସେ ଗୁରୁତ୍ୱପୂର୍ଣ୍ଣ ନୁହେଁ। ମୂଳ ଜିନିଷ ହଉଛି ସେମାନେ ପ୍ରଡକ୍ଟ ୟୁଜ୍ କରିବେ, 100% ୟୁଜ୍ କରିବା ଦରକାର, ଯୋଉଗୁଡାକ ଆମ ଆରସିଏମ ରେ ଅଛି। ତାହେଲେ ଆମେ ସୁସ୍ଥ ରହିପାରିବା। ପ୍ରତ୍ୟେକ ପ୍ରଡକ୍ଟ ଆମ ଶରୀର ଉପକାର ପାଇଁ ହିଁ ଅଛି। ଇଭେନ୍ ସାବୁନଟେ ମଧ୍ୟ, ଯେମିତିକି ଲାଇଫବୟ ସାବୁନରେ ଗୋରୁ ଚର୍ବି ମିଶିଛି, ଘୁଷୁରୀ ଚର୍ବି ମିଶିଛି, କିନ୍ତୁ ଆମ ସାବୁନରେ ସଂକ୍ରାନ୍ତିରେ ଯାଇପାରିବା ମନ୍ଦିର, କାରଣ ଏଥିରେ କୌଣସି ଚର୍ବି ନାହିଁ, ବୃକ୍ଷର ଚର୍ବିରୁ ତିଆରି ହେଇଛି। ଇଏ ଗୋଟେ ବହୁତ ଭଲ ଜିନିଷ। ତେଣୁ ଆମେ 100% ପ୍ରଡକ୍ଟ ୟୁଜ୍ କରେଇବା, ଅଭ୍ୟାସ କରିବା। ନିଜେ ତ ୟୁଜ୍ କରୁଛେ, କିନ୍ତୁ ଅନ୍ୟକୁ ୟୁଜର କରେଇବା ଦରକାର।
ଯାହାଫଳରେ କି ଆମେ ବଡ଼ ସକ୍ସେସ୍ ହେଇଯାଇପାରିବା। ଆଉ ଯାହାକୁ ଜଏନିଂ କରିବା ତାଙ୍କ ସହିତ ଫଲୋଅପ୍ ମିନିମମ୍ 6 ମାସ ପ୍ରଡକ୍ଟ ୟୁଜ୍ କରିବା ଦରକାର। ଆଉ ବଡ଼ ଜିନିଷ ହେଉଛି ଗୁରୁକୁଳରେ ବସେଇବା। ବହୁତ ଲୋକ ଆମେ ଉଦ୍ୟମ କରୁଛେ। ଆଜି ଜଣେ ଗୁଜୁରାଟରେ ଅଛନ୍ତି, ତାଙ୍କୁ କହିଲେ ହଁ ମୁଁ ଜଏନ୍ କରୁଛି, କିନ୍ତୁ ସେ କରିପାରିଲେନି, ତାଙ୍କର ଅଫିସ୍ ଟାଇମ୍ ହେଇଗଲାଣି। ତେଣୁ ତାଙ୍କୁ ବି ଆମେ ଭିଡ଼ିଓ ପଠାଉଛେ, ଭିଡ଼ିଓ ଦେଖିଲା ପରେ ଅଲଗା ଟାଇମ୍ରେ ଦେଖୁଛନ୍ତି। କିନ୍ତୁ ଯଦି ଗୁରୁକୁଳରେ ବସିଗଲେ ତାହେଲେ ବହୁତ ଜ୍ଞାନ ବଢ଼ିପାରିବ। ପ୍ରତ୍ୟେକ ଟିକିନିକି ଜ୍ଞାନ ବଢ଼ିପାରିବ ଗୁରୁକୁଳରେ ବସିଲେ। ଓଭର ଟୁ ଶତପଥୀ ବାବୁ। ଓକେ, ଥ୍ୟାଙ୍କ ୟୁ। ଚିତ୍ତ ବାବୁ କୁହନ୍ତୁ। ଚିତ୍ତ ବାବୁ ନମସ୍କାର। ନମସ୍କାର ନମସ୍କାର। ବର୍ତ୍ତମାନ ଗୋଟେ ଜିନିଷ ଆଜି ଗୁରୁକୁଳରୁ ମୁଁ ଶିଖିଲି, ପ୍ରତ୍ୟେକ କାର୍ଯ୍ୟରେ ନିଜକୁ ନିଜେ ସମୀକ୍ଷା କରିବା। କାରଣ ନିଜକୁ ନିଜେ ଯେ ପର୍ଯ୍ୟନ୍ତ ଆମେ ସମୀକ୍ଷା ନ କରିବା ସେ ପର୍ଯ୍ୟନ୍ତ କେତେ ଦୂର ଆମେ କଣ ଠିକ କରିଛେ କଣ ଭୁଲ କରିଛେ ତାର ମାର୍ଗଦର୍ଶନ ଆମକୁ କେବେ ମିଳିପାରିବନି। ପ୍ରଥମ ପଏଣ୍ଟ। ଦ୍ୱିତୀୟ ପଏଣ୍ଟ, ଆମେ ଯୋଉ ଆରସିଏମରେ ଯୋଉ କାମ କରୁଛେ ବା ଯୋଉ ସ୍ୱାସ୍ଥ୍ୟ କ୍ରାନ୍ତି ଅଭିଯାନରେ ଆମେ କାମ କରୁଛେ, ଆମେ ଯୋଉ ମୂଳ ଲକ୍ଷ୍ୟ ରଖୁଛେ ଆମେ କେମିତି 2 ପଇସା ଇନକମ କରିବା ଏବଂ ପରିବାରକୁ ଭରଣ ପୋଷଣ କରିବା। ତେଣୁ ଏ ପ୍ରକାର ଚିନ୍ତାଧାରା ନ ରଖି ଆମେ ରୋଗମୁକ୍ତ ଭାରତର ଯୋଉ ସ୍ୱାସ୍ଥ୍ୟ କ୍ରାନ୍ତି ଅଭିଯାନ ପାଇଁ ରୋଗମୁକ୍ତ ଭାରତର ଯୋଉ ନିର୍ମାଣ, ତାର ଯୋଉ ମୁଖ୍ୟ ଉଦ୍ଦେଶ୍ୟ ରଖାଯାଇଛି ବା ମୂଳ ଲକ୍ଷ୍ୟ ରଖାଯାଇଛି, ତାକୁ ଆଗେ ଆମେ ଆଖି ଆଗରେ ରଖିକି ସେ କାର୍ଯ୍ୟଟାକୁ ସୁଚାରୁ ରୂପେ ପରିଚାଳନା କରିବା। ଏବଂ ତୃତୀୟ କଥା ହଉଛି କଣ ନା, ପର ଡେ ଆମେ ଲୋକଙ୍କୁ ବିଭିନ୍ନ ପ୍ରକାର ପ୍ଲାନ୍ ବିଷୟରେ ବୁଝେଇବା, ବିଭିନ୍ନ ପ୍ରକାର ପ୍ରଡକ୍ଟ ଉପରେ ତାଙ୍କୁ ନଲେଜ ଦେବା ଏବଂ ରୋଗମୁକ୍ତ ଭାରତର ଅଭିଯାନ ପାଇଁକି ଆମକୁ ତା ପାଇଁ ପ୍ରତିଟି କ୍ଷେତ୍ରରେ ଆମକୁ କାର୍ଯ୍ୟ ତାକୁ କରିବାକୁ ପଡ଼ିବ। ଯଦି ଆମେ ସେଇଟାକୁ ସୁଚାରୁ ରୂପେ ଯଦି ପରିଚାଳନା କରିବା ତାହେଲେ ଆମେ ସେ ଜାଗାରେ ଯାଇକି ଠିକ ଜାଗାରେ ଆମେ ପହଞ୍ଚି ପାରିବା। ବାକି ଆଉ ଗୋଟେ ଜିନିଷ ହଉଛି, ମେନ୍ ପଏଣ୍ଟ ହଉଛି କଣ ନା, ନିଜକୁ ନିଜେ ତ ସମୀକ୍ଷା କରିବା ଠିକ ଅଛି, ସେ ସମୀକ୍ଷା କରିବା ଭିତରେ ଆମେ ପ୍ରତିଟି କାର୍ଯ୍ୟକୁ ଚିନ୍ତା କରିବା ଯେ ଆମେ କେତେ ଦୂର କୋଉ କାମ ଠିକ କରିଛେ କୋଉ କାମ ଭୁଲ କରିଛେ। ଯୋଉ କାମଟା ଆମେ ପ୍ରତ୍ୟେକ ଦୈନନ୍ଦିନ ଯୋଉ କାମଟା ଆମେ ଭୁଲ କରିଛେ ସେଟାକୁ ଆମେ ସୁଧାରିକି ନେକ୍ସଟ ପରବର୍ତ୍ତୀ ଷ୍ଟେପକୁ ଆମେ ସେଟାକୁ ସୁଧାରିକି ଆମେ ପୁଣି ତା ପରବର୍ତ୍ତୀ ଷ୍ଟେପରେ ସେ ପ୍ରକାର ପୁନରାୟ ଯେମିତି ଭୁଲ ନ ହୁଏ ତା ପ୍ରତି ଆମେ ସାବଧାନ ରହିବା ଏବଂ ପ୍ରତିଟି କ୍ଷେତ୍ରରେ ପ୍ରତିଟି କର୍ମ କ୍ଷେତ୍ରରେ ଆମେ ପୁରା ଦୃଢ ବିଶ୍ୱାସ, ଭଗବାନଙ୍କ ଉପରେ ଦୃଢ ବିଶ୍ୱାସ ରଖି ନିଜ କର୍ମ ଉପରେ ବିଶ୍ୱାସ ରଖି ଆମେ ଆଗେଇ ଚାଲିବା। ତେଣୁ କର୍ମର ଫଳ କେବେ ମିଳିବ ସେଇଟା ତ କେହି ଜାଣିନାହାନ୍ତି, ସେଟା ହଉଛି ଭଗବାନଙ୍କ ଉପରେ ନିର୍ଭର। କିନ୍ତୁ ଆମକୁ ଆମ କର୍ତ୍ତବ୍ୟ ଏବଂ କର୍ମ ये दीटा को आखि आगे रखी आमको आम कर्म पत्र आगे जीवार अच्छी। ओके, थैंक यू सर, नमस्कार सर। ओके, नमस्कार। सुकांत बाबू अनम्यूट करंतु। सर जय आसन सर, नमस्कार। नमस्कार सर बहुत गुड़ा कथा कहले हमर गुरुकुल रे सर, गोटे जिनस टीम थिबा दरकार। जो टीम अछि क्रीम अछि, टीम के नेके हम काम करबा आ टीम रे जदी हमर एक्टिव लीडर हम हम भलिया हम तयार करि पारले लोक तो फास्ट हम प्रथम रे हम जान नथले बुझु नथले मीटिंग आसु नथले कि प्रोडक्ट यूज कर नथले, सेमिति लोक माने किछि जान ना आरसीएम विषय रे तांको वर्तमान से सार जो कहले 6 मास निश्चित तांको पाकर फॉलोअप रखिया पड़ो, तांको साथे फिल्ड वर्क करे पड़ो, तांको साथे निजे 100% यूज करिया पड़ो। धीरे धीरे से 6 मास पर्यंत हमर प्रोडक्ट यूज 100% प्रोडक्ट यूज कले से आम भलिया डुप्लीकेट तयार हो परिबे। धीरे धीरे आम भलिया डुप्लीकेट तयार हेले हमर काम को इजी हबो, हमर टीम ग्रोथ हबो, हमर बिजनेस ग्रोथ हबो आ धीरे धीरे हमर भी इनकम ग्रोथ हबो। आ गोटे जिंस हमर सेवा मनोवृत्ति नै काम करिबा, सेवा मनोवृत्ति काम कले एक्चुअली हमर किछि ए जिंस रहइबो। सेवा मनोवृत्ति काम कले निश्चित लोकंगर प्रभाव पड़े नै, से निस्वार्थ पर हमर आ आरसीएम लोक माने अछंती निजको गर्व मन करिया दरकार जे आमे लोक सेवा में करूछे, लोक आमे भलो जिंस दोछे, आमे ऑर्गेनिक जिंस आमे लोक ए करूछे, सेति पे आमे गर्व करिया दरकार। आ जहा को जे लुटिया थबो तार भय शंका रहइबो जे लोक पाखरे पहुंचिया पई, लोक पाखरे तांको प्रेजेंट करिया पई। जेहेतु हमर सेवा मनोवृत्ति अछि, हमर किछि हमर स्वार्थ नै, लोक आमे उपकार जाउछे, लोक किछि हम दबाको जाउछे, तांकर फ्यूचर तांकर फैमिली पई आमे किछि तांको दोछे, तांकर लाइफ पे आमे भलो जिंस दोछे खाया पई, सेति पई तांको आमे गर्व करि जिबा। आ लोक बुझी नांती बोली साजी हम पाखरे हमर कथा सुनु नांती, जेते बुझी जे हम भला बुझी जिबे धीरे 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 तांको भल लागिवो। आउ सेति पई हमको गुरुकुल निहात बसिया दरकार, जूम रे बसिया दरकार,
ପ୍ରଡକ୍ଟ ଡେମୋ ଦେଖେଇବା ଦରକାର। ତା ସହିତ ସେମାନେ ଯଦି ବୁଝିଯିବେ ଜିନିଷଟା ଆମର ମାର୍କେଟରେ ଜିନିଷ କଣ ଆମ ଜିନିଷ କଣ, ସେ ନିଶ୍ଚିତ ଆମର ଜିନିଷକୁ ସେ ମାନେ ନିଜେ ୟୁଜ କରିବା ସହିତ ଅନ୍ୟ ଲୋକଙ୍କୁ ସେମାନେ ପ୍ରମୋସନ କରିପାରିବେ। ଆଉ ସେଥିପାଇଁ ଆମକୁ ଦରକାର ଫିଲ୍ଡ ୱାର୍କ, ଯୋଉଟା କହିଲେ ଫିଲ୍ଡ ୱାର୍କ। ଫିଲ୍ଡ ୱାର୍କ ନ କଲେ ଆପଣଙ୍କର ଏ ଜିନିଷ ସକ୍ସେସ କେବେ ହବନି। ସେଥିରେ ମୂଳ କାରଣ ହେଲା ଫିଲ୍ଡ ୱାର୍କ। ଫିଲ୍ଡରେ ଆପଣ ଗଲେ, ଧର ଆମର ଜଳସଞ୍ଚୟ ଗୋଟେ ବାହାରିଛି, ଜଳସଞ୍ଚୟ ଆମେ ଯେ କହିଦେଲେ କିଛି ହବନି, କି ଡେମୋ ଦେଖିଲେ କିଛି, ତାଙ୍କୁ ଭିଡିଓ ଦେଖିଲେ କିଛି ହବନି। ତାଙ୍କୁ ପ୍ରାକ୍ଟିକାଲ ତାଙ୍କ ଫିଲ୍ଡରେ ଯାଇକି ତାଙ୍କୁ ୟୁଜ କରିବା ଶିଖେଇବା, ତାଙ୍କୁ ପ୍ରୋସେସ ବତେଇବାକୁ ପଡିବ, ତାଙ୍କର ଡେମୋ ଦେଖିବାକୁ ପଡିବ। ଧୀରେ ଧୀରେ ଯେତେବେଳେ ଥରେ ବର୍ଷେ ୟୁଜ କରିଗଲା ପରେ ତାଙ୍କୁ ଆଉ କିଛି କହିବାକୁ ପଡିବ, ସେମାନେ ଆପଣଙ୍କୁ ପୁରା ପୁରା ଫୁଲ ସପୋର୍ଟ ଦେବେ, ଆଉ ଫିଲ୍ଡ ୱାର୍କ କରି ଆପଣଙ୍କୁ ସାହାଯ୍ୟ କରିବେ। ସେଥିପାଇଁ ନିହାତି ଫିଲ୍ଡ ୱାର୍କ କରିବା ଦରକାର। ଥ୍ୟାଙ୍କ ୟୁ ସାର୍। ଓକେ, ଥ୍ୟାଙ୍କ ୟୁ। ନାନୀ କୁହନ୍ତୁ, ଅନମ୍ୟୁଟ ମୁଁ କରୁଛି। ଆଜ୍ଞା। ଜୟ ଆସେନ, ଶୁଭ ସକାଳ। ଆଜିର ଗୁରୁକୁଳଟା ବହୁତ ମହତ୍ୱପୂର୍ଣ୍ଣ ଥିଲା। ଯଦି ଆମେ ଆମର ନିଃସ୍ୱାର୍ଥପର ମନୋବୃତ୍ତି ନେଇ ଏବଂ ସକାରାତ୍ମକ ଚିନ୍ତାଧାରା ନେଇ ଏବଂ ପରମାତ୍ମାଙ୍କ ଉପରେ ବିଶ୍ୱାସ ରଖି ଏଥିରେ ଆମେ ଉଦ୍ୟମ ଜାରି ରଖିବା, ନିଶ୍ଚିତ ସଫଳତା ମିଳିବ। ସେଥିପାଇଁ ଆମର ମାନେ ଉଦ୍ୟମର ଅଭାବ ରହିଯାଉଛି, ଚିନ୍ତାଧାରାର ଅଭାବ ରହିଯାଉଛି, ଆଉ ଆମର କଥା କହିବାର ଶୈଳୀର ଅଭାବ ରହିଯାଉଛି, ଯୋଉଟା କି ଆମେ ଆଗକୁ ମାଡ଼ି ପାରୁନି। କିନ୍ତୁ ଏଇଟା ଯଦି ଆମେ କରିପାରନ୍ତେ ତାହେଲେ ନିଶ୍ଚିତ ଭାବରେ ଆମେ ସକ୍ସେସ୍ ହେଇପାରନ୍ତେ, କାରଣ ଏଠାରେ ନିଃସ୍ୱାର୍ଥପର ସେବା ମନୋବୃତ୍ତି ରହିବାଟା ଆବଶ୍ୟକ। ତେଣୁ ଏଥିରେ ଉଦ୍ୟମ କଲେ ନିଶ୍ଚିତ ଭାବରେ ଆମେ ସକ୍ସେସ୍ ହେଇପାରିବା। ଧନ୍ୟବାଦ। ଓକେ, ଥ୍ୟାଙ୍କ ୟୁ। ପ୍ରବୀଣା ମ୍ୟାଡାମ କୁହନ୍ତୁ, ଅନମ୍ୟୁଟ କରନ୍ତୁ। ଆଜ୍ଞା ସାର୍ ନମସ୍କାର। ଆଜ୍ଞା, ନମସ୍କାର। ଆଜି ତ ଗୁରୁଦେବ ଯାହା କହିଲେ, ଆଉ ମାନେ ମାନେ ଆଖି ଖୋଲିଗଲା ସବୁ ଜିନିଷର। ଫିଲ୍ଡ ୱାର୍କ ଟା ନିହାତି ଜରୁରୀ ସାର୍। ଆଉ ତମର ଇଏର ଟିମ ର କୋପରେଟ 90% ଦରକାର। ଏ ଦି ଜଣ ଯଦି ସାଙ୍ଗରେ ହେଲେ ତେଣୁ ତମେ ଆଗକୁ ବଢିପାରିବ। ମୁଁ ଯାହା ଆଜି ଫିଲ୍ କଲି, ଯାହା ଶୁଣିଲା ପରେ, ଯେ ଫିଲ୍ଡ ୱାର୍କ କରିବାକୁ ନିହାତି ପଡିବ। ପ୍ରତି ସପ୍ତାହରେ ଯାଇ, ପ୍ରତି ସପ୍ତାହରେ ସେମାନଙ୍କୁ ମିଟ୍ କରି, ସେମାନଙ୍କୁ ଇଏ କରି କଣ କରୁଛନ୍ତି କଣ ନାହିଁ ସେ ବିଷୟରେ ନିହାତି ବି ଜାଣିବାକୁ ପଡିବ, ନହେଲେ କିଛି ଆଗକୁ ବଢି ପାରିବନି। ଆଉ ସାର୍ ତ ବହୁତ କିଛି କହିଲେ, ସେ ତ ଆମେ ଚେଷ୍ଟା କରୁଛୁ ସେଥିରୁ କିଛି ଶିଖିବା ପାଇଁ। ଆଉ ଦେଖାଯାଉ କଣ ହଉଛି ଆଗକୁ। ଥ୍ୟାଙ୍କ ୟୁ ସାର୍। ଓକେ, ଥ୍ୟାଙ୍କ ୟୁ। ମିତାଞ୍ଜଳି ମ୍ୟାଡାମ, ଅନମ୍ୟୁଟ କରନ୍ତୁ। ଆଜ୍ଞା, ଅନମ୍ୟୁଟ କରନ୍ତୁ। ଓକେ, ଚିତ୍ତ ବାବୁ କଣ କହୁଥିଲେ କି? ଚିତ୍ତ ବାବୁ ହ୍ୟାଣ୍ଡ ରାଇଜ କାହିଁ କରୁଛନ୍ତି? ସାର୍ କହୁଥିଲି କଣ କି, ଆମର ଗତକାଲି ଯୋଉ ପ୍ରୋଗ୍ରାମ ସାର୍ ହେଇଥିଲା ରାତି ସନ୍ଧ୍ୟା 7ଟାର, ଯୋଉ ଅସ୍ମିତା ସାର୍ ମ୍ୟାଡାମ ଯୋଉ କାଲି ପ୍ରୋଗ୍ରାମ ନେଇଥିଲେ, ତାର ଯୋଉ ଗୋଟେ ଟପିକ ଥିଲା ବର୍ତ୍ତମାନ ସୋସିଆଲ ମିଡିଆର ବ୍ୟବହାର। ଏ ଯୋଉ ସୋସିଆଲ ମିଡିଆର ଯୋଉ ବ୍ୟବହାର ଉପରେ କାଲି ଟିପ୍ପଣୀ ଦେଇଥିଲେ, ମୁଁ ତା ଉପରେ ଗୋଟେ ମାଇଣ୍ଡ କାଲି ଗୋଟେ ମେକଅପ୍ କରିଥିଲି, ଯୋଉଟା କି ଆମର ଫେସବୁକରେ ଗୋଟେ ଭିଡିଓ ମୁଁ ଅପଲୋଡ କାଲି କରିଥିଲି। ଗାମା ଅରିଜିନାଲର ଗୋଟେ ଭିଡିଓ ଅପଲୋଡ କରିଥିଲି। ସେ ଭିଡିଓକୁ ଭୁବନେଶ୍ୱର ସମ ହସ୍ପିଟାଲର ଜଣେ କର୍ମଚାରୀ ସେ କାଲି ଦେଖିକି ରାତି 8ଟାରେ ମତେ କାଲି ଫୋନ କରିଥିଲେ ଯେ ଭାଇନା ଏମିତି କଣ ଗୋଟେ ଛାଡିଥିଲେ ଏଠି। ଏଥିରୁ ମୁଁ ତାଙ୍କୁ କହିଲି ଯେ କଥା, ମୁଁ କହିଲି ଠିକ ଅଛି, ଗୋଟେ ଭିଡିଓ ଛାଡିଥିଲି କି ନା, ତାର କଣ କେମିତି ସବୁ ପଡୁଛି, କଣ କଣ ରୋଗ ପାଇଁ ସବୁ କାମକୁ, ତା ଦେହରେ କଥା ହେଲି। କଥା ହେତେ ମତେ କହିଲେ ଠିକ ଅଛି, ମୁଁ ମାନେ ଆଜି ସନ୍ଧ୍ୟା ବେଳକୁ ଯେ ମତେ ଫୋନ କରିବେ ବୋଲି କାଲି କଥା ହେଇଥିଲେ କି। ତାପରେ ମୁଁ ତାଙ୍କୁ କହିଲି, ମୁଁ 2-3ଟା ଭିଡିଓ ମୁଁ ଆପଣଙ୍କ ପାଖକୁ ପଠଉଛି, ସେ ପ୍ରଡକ୍ଟର କଣ କଣ ରୋଗ ପାଇଁ ସବୁ କାମ କରୁଛି, କଣ ତାର ରେଜଲ୍ଟ କେମିତି ଆସୁଛି, ନା ତାର ସାଇଡ ଇଫେକ୍ଟ, ମୁଁ ସାଇଡ ଇଫେକ୍ଟ ତାର କୌଣସି ପ୍ରକାର ନାହିଁ। 3ଟା ତାଙ୍କୁ ଭିଡିଓ ଛାଡିଥିଲି। ଗୋଟେ ହଉଛି ଆମର ୱାର୍ଲଡ ରେକର୍ଡ, ଯୋଉଟା ହେଲ୍ଥ କାର୍ଡର ଗାମା ୱାର୍ଲଡ ରେକର୍ଡ ଯୋଉ ଗୋଟେ ଭିଡିଓ ଛାଡିଥିଲି। ତାପରେ ଆଉ ଗୋଟେ ଆମର ଛାଡିଥିଲି ଥାଇରଏଡ ଉପରେ ଗୋଟେ ଛାଡିଥିଲି। ତାପରେ ଆଉ ଗୋଟେ ହଉଛି ଗ୍ୟାଷ୍ଟ୍ରିକ ସମସ୍ୟା।
ଏ ଦୁଇଟା ଉପରେ ଛାଡ଼ିଥିଲି। ତାପରେ ସେତକ ଦେଖିଲା ପରେ ରାତି 10ଟାରେ କାଲି ପୁଣି ତାଙ୍କ ହାତରେ କଥା ହେଇଥିଲି। କଥା ହେଲା ପରେ ତାଙ୍କୁ ଗୋଟେ ଦେଲି, ଗୋଟେ ପ୍ରପୋଜାଲ ଦେଲି ଯେ ମୁଁ କହିଲି ଆଉ ଗୋଟେ ଭିଡ଼ିଓ ମୁଁ ଛାଡ଼ିବି, ସେ ଭିଡ଼ିଓଟାକୁ ଆପଣ ଟିକେ ଦେଖିବେ, ଟାଇମ୍ ଫାଙ୍କା ହେଇକି ଦେଖିବେ। ଦେଖିଲା ପରେ ଆଜି ରାତି ସନ୍ଧ୍ୟାବେଳୁ ତାଙ୍କ ସହିତ ମୁଁ ସେ ଭାବରେ ଡିସ୍କସନ୍ କରିବି, ଯେଉଁଟାକି ଆମର ULP କ୍ୱିକ୍ ପ୍ରୋଗ୍ରାମ, ତାର ଯେଉଁ ଭିଡ଼ିଓଟା ତାଙ୍କୁ ଛାଡ଼ିଥିଲି ରାତି 10ଟା ପରେ ତ ଛାଡ଼ିଛି, ମୁଁ ଆଉ କଥା ହେଇନି ତାଙ୍କ ସହିତ। ବଟ୍ କିନ୍ତୁ କାଲି ରାତିରେ ଯେତେବେଳେ ମୁଁ କଥା ହେଲି ତାଙ୍କ ସହିତ, ଯେତେବେଳେ କଥା ହେଲି, ସେ କେତେ ଗୁଡ଼ିଏ ଜିନିଷ ମୋତେ ପଚାରିଲେ ଯେ ବର୍ତ୍ତମାନ ଇଏ ଏତେ କ୍ୱାଲିଟି, ୟାର ଏତେ ରେଜଲ୍ଟ କେମିତି ଆଉଛି, ଆଉ ସାଇଡ୍ ଇଫେକ୍ଟ କେମିତି ନାହିଁ। ମୁଁ କହିଲି ଦେଖନ୍ତୁ ତାର ଭିଡ଼ିଓ ମୁଁ ଛାଡ଼ୁଛି, ଯେଉଁଠି ଛାଡ଼ିଛି ଆମର ୱାର୍ଲଡ ରେକର୍ଡ, ଯେଉଁଟା ଅଲ୍ ଓଭର ଇଣ୍ଡିଆର ଯେଉଁ ଅଛନ୍ତି ଟପ୍ ଲିଡର, ଯେଉଁ ମେଡିକାଲ ଯେଉଁ ପ୍ରଫେସର ମାନେ ଅଛନ୍ତି, ତାଙ୍କ ଭ୍ୟୁ ଆପଣ ଦେଖିଲେ ଜାଣିପାରିବେ। ସେ ବି କାଲି ଦେଖିଥିଲେ ସେ ଜିନିଷ ଗୁଡ଼ାକ। ଆଉ ଆଜି ସନ୍ଧ୍ୟାବେଳକୁ ତାଙ୍କ ସହିତ କଥା ହେବା ପାଇଁ ବର୍ତ୍ତମାନ କମିଟି ମଧ୍ୟ ଅଛି। ଯଦି କିଛି ଆଲୋଚନା ହୁଏ ମୁଁ ତାଙ୍କ ନମ୍ବର ବି ଆପଣଙ୍କୁ ଫରୱାର୍ଡ କରିବି, ଆପଣ ତାଙ୍କ ସହିତ ବି ଡିସ୍କସନ୍ କରିବି ଟିକେ। ଥ୍ୟାଙ୍କ ୟୁ ସାର୍। ଓକେ ଓକେ, ବହୁତ ବଢିଆ। ସାର୍ ସାର୍ ଆସନ୍ତୁ ସାର୍, ସାର୍ ସାର୍। ହଁ, ଥ୍ୟାଙ୍କ ୟୁ। ନମସ୍କାର, ଜୟ ସାର୍ ନମସ୍କାର ସାର୍। ନମସ୍କାର ସାର୍। ନମସ୍କାର। ଆଜିର TCGଙ୍କର ବହୁତ ଭଲ ଭାବେ ବହୁତ କଥା ଯୋଉ ଡେଭଲପମେଣ୍ଟ ପାଇଁ କହିଲେ, ଆପଣମାନେ ତ ସବୁ ଭଲ ଭାବେ ବୁଝିଛନ୍ତି। ଆଉ କଣ କରିବା ଉଚିତ, କଣ କଲେ ଭଲ ହବ, ଇଏ ତ ଆମେ ସବୁ ବୁଝିପାରୁଛେ, ଆପଣମାନେ ସବୁ ବୁଝିପାରୁଛନ୍ତି। କଣ କଲେ ଭଲ ହବ, ଗୁରୁକୁଳରେ ପ୍ରତିଦିନ ଯୋଉ ଆଲୋଚନା ହଉଛି, ଆଉ ଯୋଉ କଥା TC ସାର୍ ବି କହୁଛନ୍ତି, ସେ ସବୁର ମୂଳ ଉଦ୍ଦେଶ୍ୟ ହଉଛି ଯେ କଣ କରିଲେ ଭଲ ହବ, କଣ କରିଲେ ଭଲ ହବ, କେମିତି କରିଲେ ଭଲ ହବ, ସେଇଟା ସବୁବେଳେ ହିଁ ଆଲୋଚନା ଚାଲିଛି। ତେଣୁ ଆମେ ସେଇଟା ବୁଝିପାରୁଛେ ଯେ ଯାହା କରିଲେ ଭଲ ହବ ସେଇଟା ବି ଆମେ ଆଲୋଚନା ବି କରୁଛେ। ଆଉ ନିଜର ବ୍ୟକ୍ତିତ୍ୱ ବିକାଶ, ନିଜର ଡେଭଲପମେଣ୍ଟ, ନିଜର ସ୍ୱାସ୍ଥ୍ୟ ଭଲ ରହିବ, ନିଜର ବଡ ଚିନ୍ତାଧାରା ହବ। ପ୍ରଥମ କଥା, ବ୍ୟକ୍ତି ନିଜକୁ ବଡ କଲେ, ନିଜକୁ ଡେଭଲପମେଣ୍ଟ କଲେ, ନିଜକୁ ବିକାଶ କଲେ ହିଁ ସେ ସବୁ କିଛି କରିପାରିବ, ତାଙ୍କ ହାତରେ ସବୁ କିଛି ହେଇପାରିବ। ତେଣୁ ଆମର ସିଷ୍ଟମରେ କହନ୍ତି, ଗୁରୁଦେବ BCG କହନ୍ତି, ବିଲ୍ଡ ଦ ପିପୁଲ, ବିଲ୍ଡ ଦ ପିପୁଲ, ପିପୁଲ ୱିଲ୍ ବିଲ୍ଡ ୟୁର ବିଜନେସ। ବିଲ୍ଡ ଦ ପିପୁଲ, ଲୋକଙ୍କୁ ତିଆରି କରନ୍ତୁ। ଲୋକଙ୍କୁ ତିଆରି କରନ୍ତୁ। କେମିତି ତିଆରି କରିବା? ସିଷ୍ଟମ ମାଧ୍ୟମରେ ଲୋକଙ୍କୁ ତିଆରି କରନ୍ତୁ। ସିଷ୍ଟମ ମାଧ୍ୟମରେ, ଅର୍ଥାତ ସିଷ୍ଟମରେ ଲୋକମାନଙ୍କୁ ଆଣନ୍ତୁ, ଆଟାଚ କରନ୍ତୁ। ଯେମିତି ମିଟିଂ, ସେମିନାର, ଟ୍ରେନିଂ, ଜୁମ୍ ମିଟିଂ, ଗୁରୁକୁଳ, ये सब सिस्टम रे लोकों को आनी अटैच करंतु, तो लोकंकर तैयारी हेबे, लोके तैयारी हेबे, आउ सेमानक द्वारा सिस्टम बिजनेस ऑटोमेटिकली बढ़ियो। ये अति सरल कथा। तेणु आमे भूल करू कोन, आमे बिजनेस पछरे दौड़ू। BCGଙ୍କର ଆପଣ ମାନେ ପୁରୁଣା ଭିडिଓ ସବୁ ଦେଖିବେ, ସେ ଆମେ ତାଙ୍କର ପ୍ରଥମେ କ୍ୟାସେଟ ଯୋଉ ଅଛି, 3ଟା କ୍ୟାସେଟ, ଯେମିତି सोचिए अमीर बनिए, और 2ଟା କ୍ୟାସେଟ ଅଛି, ବିଶେଷ କରି सोचिए अमीर बनिए। ସେ ସବୁ 3ଟା କ୍ୟାସେଟ ତାଙ୍କର ଶୁଣିବେ। ସେ ସେତେବେଳକୁ 20-25 ବର୍ଷ ତଳେ ବି କହୁଥିଲେ, ଆଜି ବି କହୁଛନ୍ତି ଯେ ଆମେ ଖାଲି ବିଜନେस ପଛରେ ଯଦି ଦୌଡ଼ିବା, ଖାଲି ବିଜନେस କେମିତି ହବ, ଯେମିତି ସେମିତି କରିକି ଆମେ ବିଜନେस बढ़ेई दबा, तो से बिजनेस माने परमानेंट हुएनी। कारण बिजनेस जो बढ़ी जाए, ताकू धरी रखिया पई, ताकू डेवलपमेंट करिया पई जो व्यक्ति विशेष आपनकर टीम रे दरकार, सेमानकर डेवलपमेंट दरकार, सेमानकर बुझिया शक्ति, कर्म करिवार क्षमता सब न बढ़ी थिले से बिजनेस पड़ी जाए पुणी। तेणु बहुत मु 20 वर्ष देखी, बहुत बिजनेस चारिआडे बढ़ी जाइतिबा किछ दिन पर से बिजनेस पुणी माने पड़ी जाइछि। आ जो प्रकार रो तांकर पिन जो बढ़ी थिला, से पिन मध्य तो कमी जाइछि। तार कारण कोन?
टीम रे डुप्लिकेट तैयारी हे पारिनी आमे तेणु आगे व्यक्ति को तैयारी करबा दरकार आमे आम टीम रे जो माने आसुचंती आपण मानकर भी सही प्रकार परिस्थिति हेची आपण मानकर टीम रे बहुत लोक अछंती बिजनेस हेची किंतु से बिजनेस को धरी रखा जाई पारिनी जेहेतु कारण ना सेतरे डुप्लिकेट तैयारी हे पारि नांती डुप्लिकेट तैयारी हे पारि नांती जेते बेले आमे व्यक्ति ऊपर फोकस करिनु आमे मोटिवेशन तो मोटिवेशन दवा बिजनेस करो बड़ बिजनेस करवा कंपनी रो बहुत बड़ प्रोडक्ट एमती सब करवा द्वारा आमे मोटिवेशन दे दवा ए बिजनेस करले हमरो बहुत किछि इनकम आसीबो बहुत हमरो बहुत किछि पाइबा एथरे बहुत बड़ कथा आमे सब ट्रेनिंग रे मोटिवेशन रे सब आमे कहू बा लोक आमे सुनु एथरे को जो माने सीनियर लीडर जो माने अनुभवी से माने भी कहंती मोटिवेशन माने कोन भूली जानती लोके जते जोरे मोटिवेशन देती से अल्प दिन में भूली जानती किंतु प्रकृत में मन रखती कोन तांको यदि आपण सिखैथिबे तांको यदि आमे सिखैथिबा जे केमितिका बिजनेस करिया को हुए केमिति लोकन सहित कथार्ता करिया को हुए केमिति भाबरे नो को ऑब्जेक्ट रिजेक्शन को बा नो को केमिति फेस करिया को पड़े केमिति ऑब्स्टेकल केमिति का फेस करिया को पड़े केमिति भाबरे होम मीटिंग करा जाए ये सब जदि आमे पाखरे थाइकरी सिखैतिबा ट्रेनिंग देतिबा ताले से सेतरे व्यक्ति तैयारी हुए व्यक्ति तैयारी होबार बड़ कथा होची गुरुकुल सेतरे मध्य व्यक्ति तैयारी हबो गुरुकुल काई गुरुकुल रे एते इंपोर्टेंस काई गुरुकुल रे व्यक्ति तैयारी हुए व्यक्ति तैयारी हेले बिजनेस मनु मन हबो बिजनेस मनु मन हबो समस्त गोटे सरल उपाय वो जो सरल उपाय 2005 रे आरंभ अक्टोबर नवेम्बर 2004 अक्टोबर नवेम्बर डिसेम्बर जनवरी फेब्रुआरी मोर काम यही ही करूली आ संजीव सर यही ही मते कहते आपण लोकन को आनंतु सिस्टम रे आनी नै आसंतु सिस्टम रे आनंतु सेमिनार मीटिंग ट्रेनिंग मो सहित काउंसलिंग रे बसंतु से माने को देखिए से माने तैयारी हेजले आपनकर बिजनेस बढ़िबो आ बिजनेस धरी रखिया पई से माने डुप्लिकेट हेजिथिबे तेणु मु जेति की ज्ञान मो पाखरे नथिला बेसी नॉलेज मोर टीम रे जो माने आसीबे से माने केमती नॉलेज पाइबे मोर कौन कले कौन हबो कौन नहीं बहुत कथा अछि तो सी सब मु जेति की न जानि छी मोर टीम रे से माने केमती जानिबे सेटा होची मोर करूथिली तेणु टीम को जदी ये सब नॉलेज तांको पाखरे न आपण माने जो नॉलेज नउचंती से नॉलेज जदी टीम न नबो ताले किछि लाभ नाही टीम को नॉलेज केमती पाइबे टीम को जदी आपण माने डाकी पारु नाहंती ताले तांको आपण माने पर्सनली कांटेक्ट करंतु वीडियो पठांतु जेमती का भलो काम चित्तरंजन त्रिपाठी बाबू करिले सोशल मीडिया रो सहाय्य रे से एवली गोटे संपर्क मिलिबो एमती बहुत संपर्क एमती मिलिबो तो आपण माने टीम सहित संपर्क रखंतु जहा गुरुकुल रे आलोचना होची से आपण माने मीटिंग रे एनालिसिस टा करवा जाउची हमरो ए एनालिसिस टा करवा द्वारा आपनकर कोन होची ना जहाटा सुनिथिले बुझिथिले सेटा कहवा द्वारा आउरी मने रहउची भलो आउडा आलोचना हे गेले भलो मने रहइबो तेणु एई कथाटा को जदि आपण टीम रे दिन भितरे न कहले आपनकर 5-10 जण कोर टीम जो अछि ताकू जदि न कहिबे ताले किछि लाभ हैला नाही कोणी काली भी आपण एमते हेकि अनेक दिन गलानी जदि आपण माने जहा एठी भलो बोली कहउछंती एटा करले भलो हबो सेटा करबा उचित सेटा आज आलोचना हला ताले एटा कोठी अप्लाई करा जिवो आपनकर टीम रे अप्लाई करा जिवो एठी कहबा द्वारा आपनकर कोन होउची ना मने रहउची कहि सुनिबाटू कहिले ही बेसी मने रहे किंतु सेटा को आपनकर टीम रे दिन सारा जेमिति हेले फोन रे कहंतु वीडियो पठांतु ए द्वारा कोन हो सेमानंकर माने सेमाने सब आपनकर तांकर मध्य डेवलपमेंट हो तांकर डेवलपमेंट हो सेमाने जानिबे बुझिबे ज्ञान बढ़िबो यारे आपनकर बिजनेस हो ये सब मूल रे तो बिजनेस हवा ना बिजनेस केमती हबो
सबु मूल हूँ बिजनेस केमती बढ़ियो टीसीजी जो गुरुकुल देखो टीसीजी गुरुकुल रे अनेक कथा कहते अनेक कथा कहते तो तार उद्देश्य कौन तार उद्देश्य हूँ सी एडे गुरुकुल रे केते सुंदर कथा सब कहते को प्रकार शिक्षा प्रिपरेशन सब करा जाउची जे टीम जो जतक आरसीएम लोके आसंतु जानतु बुझंतु उद्देश्य कौन साइड बाय साइड से कौन करछंती एते क्वालिटी प्रोडक्ट तयारी करछंती हाईएस्ट क्वालिटी प्रोडक्ट तयारी करछंती बेस्ट क्वालिटी प्रोडक्ट तयारी करछंती आ जेतरे जेतरे गोटे नवा पैसा रो महिला जेमती न रहिबो लोकंकर उपकार हबो तयारी करछंती अर्थात केते कॉस्टली से बेडा सब बहुत कॉस्टली आ सेतरे भेजाल होनी तनो बहुत कॉस्टली जिनिस सब प्रोडक्ट करछंती एते कॉस्टली प्रोडक्ट तयारी करछंती आउ ता सहित गुरुकुल करुछंती ये दुईटा को आपण चिंता करिवे ताले उद्देश्य होची से प्रोडक्ट यदि बिक्री न हो से प्रोडक्ट यदि बिक्री न हो ताले से प्रोडक्ट तयारी करुछंती काहेकी तो प्रोडक्ट्स तयारी करुछंती तो कोटी कोटी टंका रो गोटे माने पाउच तयारी करे हिसाब दउतले केते कोटी टंका खर्च होची माने सारा भारत रे केते स्टॉक रहउची डिपो रे केते रहउची फैक्ट्री केते रहउची गोटे गोटे प्रोडक्ट रे एते कोटी कोटी टंका खर्च करुछंती से सब प्रोडक्ट जेमति लोके यूज करिवे लोके यूज करबा पई हमकु आरसीएम रो आमे जो माने अछु कमिटेड हेकरी डेडिकेटेड हेकरी आमे अछु आमे सेटा लोकन को कहबा से माने जेमति यूज करिवे तो सेमिति कहया गला हमर मनोभाव मनोवृत्ति हमर चिंताधारा को केते भलो करले आमे सेही बळी होबा सेटा होची गुरुकुल रे सिखा जाउची तो गुरुकुल रे सेमति हमर हे जाउची जो माने बसचंती तांकर हे जाउची आपण मानकर सेही बळी डेवलपमेंट हे जाउची मानसिक अवस्था किंतु सेटा आपण को भीतर जदी रहि जीवो से टीसीजी कर उद्देश्य नुहे जे आपण माने सुनंतु आपण को भीतर सेटा ही रखंतु आमे खाली हमर आलोचना करबा जे हां आमे मन मन भाबिबा हां एटा बहुत बढ़िया कथा तो आज जे आलोचना हला बहुत बढ़िया आलोचना हला किंतु बढ़िया आलोचना जदि आपण सहित जो 8-10 जन 15 जन 25 जन 50 जन 500 लोक अछंती आपणकर आज ए लीडर हिसाब रे आपणकर 10 जन भी थांतु आपणकर टीम रे कि 50 जन भी थांतु आपणकर आपण तांकर लीडर से माने आशा करूचंती आपणकटू एई सब कथा से माने आशा करूचंती से माने मध्यम चाहूचंती आपणकर भी विवेक आपणकर भी विवेक आ चिंताधारा भी रहिबा उचित जे मोर एई भलो कथा एडा मोर टीम रे जो माने अछंती मते लक्ष्य करिकरी जे मु तांकर लीडर हिसाब रे मते से माने देखिकरी ए बिजनेस रे आसीचंती बा करूचंती मोर कर्तव्य हिसाब रे से माने केमती जानंतु मु जानिली किंतु से माने मो टीम रे जो माने अछंती से माने एठी जो माने 10 जन बसिचंती आपण माने जो कथा कहउचंती हम 10 जन जाको जानिचु कारण 10 जन जाको हमें बसतिलु गुरुकुल रे तेणु जस्ट आम भर आलोचना होची आलोचना द्वारा आमर कौन होची सेटा मन रहउची आउ तार उद्देश्य कौन जे एई कथाटा आपणकर टीम रे कहंतु आपणक सहित जो 5-10 जन 50 जन 100 जन अछंती तांकु कहंतु कहंतु एटा कर्तव्य हमर जदि आपण एटा भाबुचंती जे भलो बोली एटा उचित बोली ताले तार उचितटा जदि सेटा ताले आपणकर टीम रे कहबा सेटा टीसीजींकर सेटा लक्ष्य टीसीजी केते आमे कहउछु जे टीसीजी बहुत भलो कथा कहउचंती भलो ए करचंती भलो शिक्षा दउचंती किंतु टीसीजींकर अंतर्निहित उद्देश्य होची जे आपण एई कथाटाकू आपणकर टीम रे कहंतु जदि आपण माने टीसीजींकर भलो भाषा अछि सम्मान अछि तांको कथा गुरुत्व दउचंती तांकर अंतर्निहित आ मुख्य उद्देश्य कथाटाकू मध्य चिंता करंतु आपणको टीम रे कहंतु टीम रे कहंतु दिन भितर 5 जन 10 जन 15 जन को ए वीडियो पठांतु तांको फोन करंतु कहंतु आज टीसीजी कर एटा सुनंतु देखंतु आउ तापरे जेतेबेले देखि सारला परे तांको कहबे जे कोन आज टीसीजी कर कथा हैला कहंतु वीडियो तो देखिले कोन कहला कहंतु ये जदि आज दिन भितर 4-5 जन कर एमिति करि परिबे 20-30 जन को वीडियो पठेबे 20-30 जन सहित आलोचना करिवे आउ तांको कहबे वीडियो देखिया पई समस्ते देखिबेनी समस्ते सुनिबेनी समस्ते ये तो हम जानिछु ता भितरु किछि जानिबे बुझिबे सुनिबे तांको आपन फोन फोन करिवे आज जो वीडियो पठेइतिली आज गुरुकुल रे से कोन
ବୁଝିଲେ କଣ ଯେମିତି ଆଜି ଜଷ୍ଟ ଲାଇକ୍ ଯେମିତି ଆପଣ ମାନେ ଆଜି ମିଟିଂ ରେ ପ୍ରତ୍ୟେକ ଦିନ ମିଟିଂ ରେ ଇଏ ଶତପଥୀ ସାର୍ କହୁଛନ୍ତି ଆପଣ ଆଜି କଣ ବୁଝିଲେ କଣ ଶିଖିଲେ ଇଏ ମାନେ ଆପଣ ମାନଙ୍କର ବୁଝିବା ଜାଣିବା କଥା ଆପଣ ଆଲୋଚନା କରୁଛନ୍ତି ଶତପଥୀ ସାର୍ ପଚାରୁଛନ୍ତି ତାର ଡୁପ୍ଲିକେଟ ଆପଣ କରିବେ ଡୁପ୍ଲିକେଟ ନା ଡୁପ୍ଲିକେଟ ଆପଣ ଡୁପ୍ଲିକେଟ ହଉନାହାନ୍ତି କାହିଁକି ଶତପଥୀ ସାରଙ୍କର ଆପଣ ବି ଶତପଥୀ ସାରଙ୍କର ଡୁପ୍ଲିକେଟ ହୁଅନ୍ତୁ ତ ଡୁପ୍ଲିକେଟ ହେଇକିରି ଆପଣ ବି ଆପଣଙ୍କ ଟିମରେ କହନ୍ତୁ ଆଗେ ଭିଡିଓ ପଠେଇଦେବେ ତାଙ୍କୁ ଫୋନ କରି କହିବେ ମୁଁ ଗୋଟେ ଭିଡିଓ ପଠେଇଲି ଦେଖ ତାକୁ ତାପରେ ପୁଣି ଦିନ ଭିତରେ କେତେବେଳେ ଫୋନ କରି ଲିଷ୍ଟ ଲେଖିଥିବେ କାହା କାହାକୁ ଭିଡିଓ ପଠେଇଲେ ଆଜି ଯୋଉ ଭିଡିଓଟା ଦେଖିଲ କଣ ହେଲା ସେଥିରୁ କିଛି ଲୋକ ଦେଖିନଥିବେ ଆଉ କିଛି ଲୋକ ଦେଖିଥିଲେ ତାଙ୍କ ଆପଣ ସହିତ ଆଲୋଚନା କରିବେ ଇଏ ଧୀରେ ଧୀରେ ତାଙ୍କର ସେଥିରେ ଆଗ୍ରହ ବଢିବ ସେଥିରେ 20% ନିଶ୍ଚୟ ଯଦି ଆପଣ 30 ଜଣଙ୍କୁ ପଠେଇଛନ୍ତି ଭିଡିଓ ସେଥିରେ 5-6 ଜଣଙ୍କର ଆଗ୍ରହ ବଢିବ ହିଁ ବଢିବ ତ ସେମାନେ ମଧ୍ୟ ତାଙ୍କୁ ମଧ୍ୟ ଆପଣ କହିବେ ତାହେଲେ ଯଦି ଏତେ ଭଲ ଲାଗୁଛି ଆସ ଆମର 7:30 ବେଳକୁ ପ୍ରୋଗ୍ରାମଟା ହଉଛି ଆଜି ସେଥିରେ ବସ ଶୁଣ ସବୁ ଆଉ ତାପରେ ତାଙ୍କୁ ଗୁରୁକୁଳରେ ବି ବସ ଏଇ ପ୍ରୋସେସଟା ଯଦି ଆପଣ ମାନେ କଣ୍ଟିନ୍ୟୁଟି କରିବେ ମନ ପ୍ରାଣ ଦେଇକିରି ଆଉ ମୋ କଥାକୁ ଟିକେ ସମ୍ମାନ ଦେବେ ଯେ ହଁ ଚାନ୍ଦ ସାର୍ ଏତେ ବକ ବକ ହଉଛନ୍ତି ଆଉ ଶତପଥୀ ସାର୍ ଏତେ ସକାଳୁ ଉଠିକିରି ସମସ୍ତଙ୍କୁ ଡାକୁଛନ୍ତି ଆମ ପ୍ରତି ଯଦି ଆପଣଙ୍କର ଟିକେ ସମ୍ମାନ ଭଲବାସା ଅଛି ଶତପଥୀ ସାର୍ଙ୍କ ପ୍ରତି ଅଛି ସେଇଟା ଟିସି ସାର୍ଙ୍କ ବି ଯଦି ଅଛି ଟିସି ସାର୍ଙ୍କ କଥାକୁ ଏତେ ଭଲ ଲାଗୁଛି କିନ୍ତୁ ମନେ ରଖନ୍ତୁ ଟିସି ସାର୍ଙ୍କର ଉଦ୍ଦେଶ୍ୟ ହଉଛି ଆପଣ ଟିସି ସାର୍ କଣ 2000 ଲୋକ ବସିଛନ୍ତି ଆଜି ୟୁଟ୍ୟୁବରେ ତାଙ୍କରି ପାଇଁ ସେ କହୁଛନ୍ତି ଖାଲି 1000 ଲୋକ ବସିଛନ୍ତି ୟୁଟ୍ୟୁବରେ ତାଙ୍କରି ପାଇଁ ଏଥିରେ ଜୁମ ରେ ସେ 3000 ଲୋକଙ୍କ ପାଇଁ ସେ କହିଛନ୍ତି ସିଏ କହୁଛନ୍ତି ଆପଣ ମାନଙ୍କ ଦ୍ଵାରା 30 ଲକ୍ଷ 40 ଲକ୍ଷ ଲୋକଙ୍କ ପାଖରେ ପହଞ୍ଚିବ ସେ 2-3 ହଜାର ଲୋକଙ୍କ ପାଇଁ ଖାଲି କହୁନାହାନ୍ତି ତାଙ୍କର ଉଦ୍ଦେଶ୍ୟ ହଉଛି ସିଏ ବିଶ୍ୱାସ କରନ୍ତି ଯେ ମୁଁ ଯାହା କଥାଟା କହୁଛି ସିଏ ତାଙ୍କର ଏଇ କଥାଟାକୁ 500 ଲୋକଙ୍କ ପାଖରେ କହୁ ସେଇ ଉଦ୍ଦେଶ୍ୟ ସେଇଠି ତେଣୁ ଆପଣ ମାନେ ଯଦି ତାଙ୍କର ସେଇ ମହାନ ଉଦ୍ଦେଶ୍ୟକୁ ଫିଲ୍ କରୁଛନ୍ତି ତାହେଲେ ଆପଣଙ୍କ ଟିମରେ ମୁଁ ବାର ବାର କରି କହୁଛି ଭିଡିଓ ପଠାନ୍ତୁ ଫୋନ କରନ୍ତୁ ଦିନ ଭିତରେ ତାଙ୍କଠୁ ବୁଝନ୍ତୁ ଯେ କିଏ କଣ ବୁଝିଲା କଣ ହେଲା ଯୋଉ ଲୋକ ବୁଝିଲା ଭଲ ଲାଗିଲା ତାକୁ ସେଇ ଲୋକକୁ କହିବେ ଯେ ଆସ 7:30ରେ ଆମର ଏମିତି ପ୍ରୋଗ୍ରାମ ହଉଛି ଚେଷ୍ଟା କରିବେ ଏକଥା ସବୁ Yes, sir. କରିବେ Yes, sir. କରିବେ Yes. ଆଜ୍ଞା ସୁକାନ୍ତ ବାବୁ କରିବେ ସେ କଥା ସୁକାନ୍ତ ବାବୁ ଶୁଣିବେନି ଆଉ କଣ ଏଣ୍ଟ୍ରି କରିଦେଇକିରି କଥା ଶୁଣିବେନି ତାହେଲେ ମୋ କଥା ବି ଶୁଣୁନାହିଁ ତାହେଲେ ତାହେଲେ ଶୁଣୁଛନ୍ତି ଏଇଟା ଦଉନାହାନ୍ତି ନମସ୍କାର ସାର୍ ନାଇଁ ସାର୍ ଶୁଣୁଥିଲି ସାର୍ ଆଲର୍ଟ ରହିବେ ନା ଆଉ କଣ ନାଇଁ ସାର୍ ଏଇଟା କ୍ଲୋଜ ହେଇଯାଇଥିଲା ତ ମୁଁ ଯୋଉ କଥା କହିଲି ହଁ। କଣ ଶୁଣିଲେ ମୁଁ କଥା କଣ ଶୁଣିଲେ କଣ କଥା ମାନେ କଣ କହିଲେ ସାର୍ ଆଜି ତ ସମୟ ସରିଯାଇଛି ପୁଣି ସନ୍ଧ୍ୟାବେଳେ ଆଜି ମଙ୍ଗଳବାର ଆମେ ବସିବା ଆଜି ସନ୍ଧ୍ୟାବେଳର ଗୋଟେ ପାୱାରଫୁଲ ମିଟିଂ ଆମେ କରିବା ତ ଅଲରେଡି ଟାଇମ ତ ସରିଗଲାଣି ସେଥିଲାଗି ମୁଁ ରଖିଲି ଠିକ ଅଛି ଥ୍ୟାଙ୍କ ୟୁ ଆଜ୍ଞା ନମସ୍କାର ସମସ୍ତଙ୍କୁ ଜୟ ଆର୍ ସି ନମସ୍କାର